जय श्री जगन्नाथ भाई मैंने आमे जय श्री राम। पंचतत्वर सीरीज रे काली आकाश तत्व विषय भल भाव डिस्कशन करथिले। आज आमर डिस्कशन टॉपिक रहिबो वायु तत्व। तो मु काली रो तत्व डिस्कशन रे गोटे कथा आपण माननकु कहिथिली जे गोटे तत्व पंच भीतर गोटे तत्व से कौन करे ना गोटे तत्वरु सृष्टि हुए गोटे तत्वरु नष्ट हुए ଏବଂ ସେହି ତତ୍ଵଟି ଗୋଟେ ତତ୍ଵକୁ ସୃଷ୍ଟି କରେ ଏବଂ ଗୋଟେ ତତ୍ଵକୁ ନଷ୍ଟ କରେ। ତ ଚାଲନ୍ତୁ ଏବେ ଆମେ ଆରମ୍ଭ କରିବା। ସର୍ବପ୍ରଥମେ ଆଜି ଆମର ଟପିକ ରହିବ ବାୟୁ ତତ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବା। ରାଜୁ ସ୍କ୍ରିନ୍ ଆସୁଛି ତ? ରାଜୁ ଭଏସ ଆଉ ସ୍କ୍ରିନ୍ ଆସୁଛି? ओके ओके। ଠିକ। ହଁ ଆସୁଛି। ତ ବାୟୁ ତତ୍ଵ ବିଷୟରେ ସର୍ବପ୍ରଥମେ ଜାଣିବା ଯେ ବାୟୁ ଯୋଉ ତତ୍ଵଟି ରହିଛି ଏୟାର ତତ୍ଵ, ଏଇଟା କଣ ନା ଏଇଟା ଉତ୍ତର ପଶ୍ଚିମ ଦିଗରେ ତାର ବାୟୁ ତତ୍ଵଟି ପ୍ରଭାବ ବିସ୍ତାର କରିଥାଏ। ସର୍ବପ୍ରଥମେ ସେଇ ଯୋଉ ଜିନିଷଟା ମୁଁ କାଲି ବନେଇଥିଲି ଚିତ୍ରଟା, ସେଇ ଚିତ୍ରଟାକୁ ମୁଁ ଆଉଥରେ ବନେଇବି ଆପଣ ମାନଙ୍କ ପାଇଁ। ସର୍ବପ୍ରଥମେ ଆପଣ ଜାଣି ଦିଅନ୍ତୁ ଏଇ ଜିନିଷଟା ସର୍ବପ୍ରଥମେ ମୁଣ୍ଡରେ ରଖନ୍ତୁ। ସର୍ବପ୍ରଥମେ ଏଇ ଚିତ୍ରଟା ମୁଁ କଣ ପାଇଁ କହୁଛି ଆପଣ ମାନଙ୍କୁ, ଆପଣ ମାନେ ଧୀରେ ଧୀରେ ଆଗକୁ ଯାଇକି ସେଟା ବୁଝିଯିବେ। ଠିକ ଅଛି ନା? ଏଇଟା ହେଲା ଆମର ଉତ୍ତର, ଏଇଟା ହେଲା ଦକ୍ଷିଣ, ଏଇଟା ହେଲା ପୂର୍ବ, ଏଇଟା ହେଲା ପଶ୍ଚିମ। ତ ଆମେ ଯୋଉ କାଲି ଚକ୍ରଟା କରିଥିଲେ ଏଇଟା ହେଇଥିଲା ଆକାଶ। କାଲି ଆମେ ଅଲରେଡି ଆକାଶ ବିଷୟରେ ପଢି ଦେଇଛେ। ଏଇଟା ହେଲା ବାୟୁ, ଏଇଟା ହେଲା ଜଳ, ଏଇଟା ହେଲା ଅଗ୍ନି, ଏଇଟା ହେଲା ଭୂମି। ତ ବାୟୁ ତତ୍ତ୍ୱ ବିଷୟରେ ଆଜି ଆମେ ଡିସ୍କସନ କରିବା। ତ ବାୟୁ ତତ୍ତ୍ୱର କୋଣ ଦିଗ ଆସିଲା? ବାୟୁ ତତ୍ତ୍ୱ ହଉଛି ଉତ୍ତର ପଶ୍ଚିମ ଦିଗ ହେଲା ବାୟୁ ତତ୍ତ୍ୱ ପାଇଁ। ଠିକ ଅଛି। ତ ଆମେ ବାୟୁ ତତ୍ତ୍ୱ ବିଷୟରେ ଆଜି ଭଲ ଭାବରେ ଜାଣିବା। ବାୟୁ ଜାଣିଛେ ଆମେ, ଆମର ସବୁ କିଛି, ଆମର ଜୀବନ, ଆମର ଯୋଉ ଜୀବନଟା ଅଛି ସେଟା ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛେ ବୋଲି ଜଣେ ଜୀବିତ ଅଛି ବୋଲି କେମିତି ଜାଣିବା? ଜଣେ ନିଶ୍ୱାସ ପ୍ରଶ୍ୱାସ ନଉଛି ବୋଲି ସେ ଜୀବିତ ଅଛି। ତେଣୁ ବାୟୁ ଆମ ଜୀବନରେ ବହୁତ ମୁଖ୍ୟ ଜିନିଷ, ବହୁତ ମୁଖ୍ୟ ମାନେ ଭୂମିକା ଗ୍ରହଣ କରେ। କାରଣ ଆମେ ସେ ତାରି ଉପରେ ହିଁ ଆମେ ଜୀବିତ ଅଛୁ। ଜଣେ ଲୋକ ଜୀବିତ ଅଛି ବୋଲି ତାର ପ୍ରମାଣ ହେଲା ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଛି। ତାଠୁ ମାନେ ଜେନେରାଲ, ଆମର ଯଦି ଲେମ୍ୟାନ ଲାଙ୍ଗୁଏଜ, ଗୋଟେ ଜେନେରାଲ ବୁଦ୍ଧିରେ ଜାଣିବା, ତ ମୁଁ କାଲି ବି କହିଥିଲି କି ଏଇ ଯୋଉ ବାୟୁ ତତ୍ତ୍ୱଟି ଆମେ ଆଜି ଡିସ୍କସନ କରୁଛେ, ବାୟୁ ତତ୍ତ୍ୱ, ଏ ବାୟୁ ତତ୍ତ୍ୱର କଣ ଥିଲା? ମୁଁ ଏଟାକୁ ଲିଭଉଛି, ଯଦି ସ୍କ୍ରିନଶଟ କିଏ ନେବା କଥା ନେଇଯିବେ, ନହେଲେ ମୁଁ ଲିଭଉଛି। ଠିକ ଅଛି ନା? ତ ବାୟୁ ତତ୍ତ୍ୱ ଯୋଉ ରହିଲା, ବାୟୁ ତତ୍ତ୍ୱ ରହିଲା, ପ୍ରତ୍ୟେକ ତତ୍ତ୍ୱକୁ ଆମେ ଚାରି ଚାରିଟା ଜିନିଷରେ ଇଏ କରିଛୁ। କଣ ନା ତାର ରଙ୍ଗ, ଗୁଣ, ଆକାର ଏବଂ ଧାତୁ। ଏଗୁଡା ମୁଁ କାହିଁକି କହୁଛି, ଏଗୁଡା ଛୋଟ ଛୋଟ ଜିନିଷ ହେଲେ ମଧ୍ୟ ଏତେ ଉପାଦେୟ କାହିଁକି ନା, ଯେତେବେଳେ ଆପଣ ରିମେଡି କରିବେ ଏଇ ଜିନିଷ, ମାନେ ତାର ଏଇ କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକ ଉପରେ ସେଇ ତତ୍ଵର ରିମେଡିଟା କରାଯାଏ, ବାସ୍ତୁ ରିମେଡି କରାଯାଏ। ତେଣୁ ବାୟୁ ତତ୍ଵର ରଙ୍ଗ କଣ ନା ସବୁଜ, ସବୁଜ କଲର ବା ଗ୍ରୀନ, ତାକୁ ଇଂଲିଶରେ ଆମେ ଗ୍ରୀନ ବୋଲି କହୁ। ଏବଂ ଉଡ ମେରୁନ ମାନେ କାଠ ବାଦାମୀ ରଙ୍ଗ।
ଉଡ୍ ମେରୁନ୍। ଠିକ ଅଛି। ବାୟୁର ଗୁଣଟା କଣ? ବାୟୁ ଜେନେରାଲି ଆମେ ମାନେ ସମସ୍ତେ ଜାଣିଛେ ବାୟୁ ବହିଯାଏ। ତେଣୁ ବାୟୁର ମୁଖ୍ୟ ଗୁଣ ହଉଛି ଗତି, ଗତି ଆଉ ଶକ୍ତି। ତେଣୁ ବାୟୁର ଗୁଣ ଗୁଡା କଣ ନା ଗତି କରିବ, ଇଏ ଆମକୁ ଶକ୍ତି ପ୍ରଦାନ କରିବ, ବୃଦ୍ଧି ପ୍ରଦାନ କରିବ, ଆଉ କଣ ସମୃଦ୍ଧି ପ୍ରଦାନ କରିବ, ଏବଂ ଆମକୁ ପ୍ରେରଣା ଦବ। ଆଉ କଣ ଦବ ନା ଆମ ମନର ଯୋଉ ଖୁସି ବି ଦବ, ଏବଂ ଅନ୍ୟମାନଙ୍କୁ ବି ଅନ୍ୟମାନଙ୍କୁ ବି ପ୍ରେରଣାର କାମ କରିବ। ମୁଁ ଆଗ ଜେନେରାଲଟା ଲେଖି ଦଉଛି, ତାପରେ ମୁଁ ବସିକି ଗୋଟେ ଛୋଟ ଛୋଟ ଭାବରେ ତୁମମାନଙ୍କୁ ଭଲସେ ଡିସ୍କସନ କରେଇଦେଲେ ତୁମେ ସେଟା ବୁଝିପାରିବ, ରିଲେଟ କରିପାରିବ। ତାହେଲେ ଏହାର ଆକାର କଣ ଏଇ ତତ୍ଵର ନା ରେକ୍ଟାଙ୍ଗୁଲାର, ମାନେ ଆୟତାକାର। ଠିକ ଅଛି ନା। ୟାର ଧାତୁ କଣ ରହିବ ବାୟୁ ତତ୍ଵର? ଷ୍ଟିଲ। ଷ୍ଟିଲ ହଉଛି ଏହାର ବାୟୁ ତତ୍ଵର ଧାତୁ। ଏବେ ଏଇଟା ଥିଲା ଗୋଟେ ବେସିକ ଜିନିଷ ଯୋଉଟା କି ସମସ୍ତେ ଜାଣିବା କଥା। ଏବେ ବାୟୁ ତତ୍ଵ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା। ଘରରେ ଯୋଉ ଉତ୍ତର ପଶ୍ଚିମ ଦିଗଟି ଥାଏ, ସେ ଦିଗଟି ଯଦି ଅସନ୍ତୁଳିତ ହେଲା ତାହେଲେ ବାୟୁ ତତ୍ଵ ବିଗିଡିଯିବ। ଆଉ ଅସନ୍ତୁଳିତ ହେବା ପାଇଁ ବହୁତ ପ୍ରକାର ରିଜିନ ମଧ୍ୟ ରହିଛି। ଏବଂ ଏଇ ଯୋଉ ବାୟୁ ତତ୍ଵ, ଏଇ ଯୋଉ ନର୍ଥ ୱେଷ୍ଟ ଡିରେକ୍ସନ ଟି ରହିଛି, ଏହାର ହେଡ ହଉଛନ୍ତି ବାୟୁଦେବ। ଠିକ ଅଛି ନା। ତେଣୁ ସନ୍ତୁଳିତ ଅବସ୍ଥାରେ ଯଦି ବାୟୁ ଥିବ, ଆମକୁ କୌଣସି ନୂଆ କାମ କରିବାକୁ ସେ ସାହସ ପ୍ରଦାନ କରିବ, ଏବଂ ଆମର ଉନ୍ନତି ପାଇଁ ଏବଂ ରିସ୍କ ଟେକିଂ ଯୋଉ ଜିନିଷଟା ନେଇକି ଆମେ ଜୀବନରେ କରୁ, ସେଇଟା ବି ବାୟୁ ତତ୍ଵ ଆମକୁ ପ୍ରଦାନ କରେ। ଯଦି କୌଣସି ଲୋକର ଘରେ ବାୟୁ ତତ୍ଵ ଅସନ୍ତୁଳିତ ହେଇଗଲା, ସେ ଘରେ ଲୋକମାନେ ସବୁବେଳେ ରାଗରେ ମାନେ ଉତ୍ତେଜିତ ହେଇକି ରହିବେ, ଏବଂ ସେମାନଙ୍କର ପଡୋଶୀ ମାନଙ୍କ ସହିତ ଯୋଉମାନଙ୍କର ଭଲ ପଡେନି, ସେମାନଙ୍କର ବାୟୁ ତତ୍ଵ ବା ବାୟୁ କୋଣରେ ପ୍ରୋବ୍ଲେମ ଥାଏ। ଏବଂ ଏଇଟା ଆମ ଜୀବନରେ ଆଗକୁ ବଢିବାରେ ଏଇ ଜିନିଷଟା ବାୟୁ ତତ୍ଵଟା ବାଧା ସୃଷ୍ଟି କରେ। ଏବଂ ଯଦି ବାୟୁ ତତ୍ଵ, ଏଇଟା ତ ହେଲା ଜେନେରାଲ ଗୋଟେ କଥା। ଏବଂ ସେକେଣ୍ଡ ପଏଣ୍ଟ ହଉଛି, ଯଦି ବାୟୁ ତତ୍ଵ ଅସନ୍ତୁଳିତ ଅବସ୍ଥାରେ ଥାଏ, ତାହେଲେ ସ୍ୱାସ୍ଥ୍ୟ ଜନିତ ପ୍ରୋବ୍ଲେମ କଣ କଣ ଦେଖିବ ନା ଚର୍ମ ଜନିତ ପ୍ରୋବ୍ଲେମ ଦେଖିବ, ଗଣ୍ଠିବାତ ଜନିତ ପ୍ରୋବ୍ଲେମ ଦେଖିବ, ଏବଂ ଯୋଉ ଦାମ୍ପତ୍ୟ ସୁଖରେ ମଧ୍ୟ ଏହାର ପ୍ରୋବ୍ଲେମ ଦେଖିବ, ଯାହା ଫଳରେ କି ସବୁବେଳେ ମନରେ ବିଷାଦ ବା ସ୍ଫୂର୍ତ୍ତିହୀନତା ଭରି ହେଇକି ରହିବ। ମନଟା ସବୁବେଳେ ବିଷାଦ ରହିବ, ତା ମନରେ ଗୋଟେ ଉତ୍ସାହ ରହିବନି, ଯଦି ବାୟୁ ତତ୍ଵ ଖରାପ ହେଇଯିବ। ଏ ବାୟୁ ତତ୍ଵରେ ସବୁଠୁ ଇମ୍ପୋର୍ଟାଣ୍ଟ କଣ ନା ଇଏ ଜୀବନକୁ ଶୋ କରେ। ଜୀବନଟାରେ ଯଦି ଖୁସି ରହିଲା, ତାହେଲେ ଜୀବନଟା ବଞ୍ଚିବାକୁ ଭଲ ଲାଗେ। ଯଦି ଜୀବନରେ ଖୁସି ନ ରହିଲା, ତାହେଲେ ଜୀବନଟା ସେତିକି ଭଲ ଭାବରେ ରହେନି। ଏବଂ ଖୁସି ଆନନ୍ଦ କେତେବେଳେ ଆସେ? ମଣିଷ କେବେ ନିଜ ସହିତ ଖୁସି ହେଇପାରେ ନା, ମଣିଷ ତାର ପରିବେଶକୁ ନେଇ ଖୁସି ହୁଏ। ତେଣୁ ଏ ବାୟୁ ତତ୍ଵ ଯଦି ସନ୍ତୁଳିତ ହେଇଛି, ତାହେଲେ ପଡୋଶୀଙ୍କ ସହିତ ରିଲେସନ ଭଲ ପଡିବ। ଯଦି ବାୟୁ ତତ୍ଵ ଅସନ୍ତୁଳିତ ହେଇଗଲା, ଭାଇ ପଡୋଶୀ ମାନଙ୍କ ରିଲେସନ ସହିତ ସେଟା ଖରାପ କରିଦବ, ଏବଂ ଜୀବନରେ ଆଗକୁ ବଢିବାକୁ ଦବନି। ଏବଂ କଣ କଣ ରୋଗ ହବ ମୁଁ ଆଉଥରେ ବି କହିଦଉଛି, ନା ଚର୍ମ ଜନିତ ରୋଗ ହବ, ଗଣ୍ଠିବାତ ହବ, ଏବଂ ଦାମ୍ପତ୍ୟ ଜୀବନରେ ପ୍ରୋବ୍ଲେମ ଆସିବ। ଆଉ ମନ ସବୁବେଳେ ଖରାପ ରହିବ, ମନ ସବୁବେଳେ ଖରାପ ରହିବ। ମାନେ ଘରେ ସେ ଲୋକ, ସେ ଯୋଉ ଘରେ ବାୟୁ ତତ୍ଵ ବାସ୍ତୁରେ ପ୍ରୋବ୍ଲେମ ଥିବ, ସେ ଘରେ ସମସ୍ତଙ୍କ ମନ ସବୁବେଳେ ଖରାପ ରହିବ, ସେମାନଙ୍କ ଭିତରେ ଗୋଟେ ଆନନ୍ଦ ଉତ୍ସାହ ରହିବ ହିଁ ନାହିଁ। ତେଣୁ ଏଇ ପଞ୍ଚଭୂତ ଜୀବନରେ ହିଁ ସବୁକୁ ନିୟନ୍ତ୍ରଣ କରେ ବୋଲି ଆମେ ଏଇ ଜିନିଷରୁ ଭଲ ଭାବରେ କ୍ଲିୟର ହେଲେ। ମୁଁ ତୁମକୁ ପୁଣି ଆଉ ଥରେ କହିଛି ଯେ ଗୋଟେ ତତ୍ଵକୁ ସୃଷ୍ଟି କରିବ, ଗୋଟେ ତତ୍ଵକୁ ନଷ୍ଟ କରିବ। ତାହେଲେ ଆମେ ସେଇ ବିଷୟରେ ବର୍ତ୍ତମାନ ଜାଣିବା। ତାହେଲେ ଏଇ ଯୋଉ ବାୟୁ ତତ୍ଵଟି, ଏଇ ଯୋଉ ବାୟୁ ତତ୍ଵଟି ଜଳ
ବାୟୁ ତତ୍ଵକୁ ସୃଷ୍ଟି କରେ। ଆକାଶ ତତ୍ଵଟି ବାୟୁ ତତ୍ଵକୁ ନଷ୍ଟ କରେ। କଣ ଅସୁବିଧା ହେଇଗଲା ବୋଧେ ଗୋଟେ? ରାଜ ବାବୁ ଆଜ୍ଞା। କିଛି ଅସୁବିଧା ଠିକ ହେଲା ଅଛି। କି? ନା ନା ନା, ଖାଲି କଟି ଯାଇଛି। ଆପଣ ଆଉଥରେ ସେୟାର କରନ୍ତୁ। ଗୋଟେ ସେକେଣ୍ଡ। ଆସିଲା କି? ହଁ ହଁ ହଁ, ଓକେ। ଆସିଲା। ହଁ। ତେଣୁ କଣ ଲେଖିଲି ନା ଜଳ ତତ୍ଵ ବାୟୁ ତତ୍ଵଟା ଜଳ ତତ୍ଵରୁ ସୃଷ୍ଟି ହୁଏ ବା ଜଳ ତତ୍ଵ ସୃଷ୍ଟି କରେ ବାୟୁ ତତ୍ଵକୁ। ଆକାଶ ତତ୍ଵ ନଷ୍ଟ କରେ ବାୟୁ ତତ୍ଵକୁ। କ୍ଲିୟର? ହୁଁ। ଏବଂ ବାୟୁ ତତ୍ଵ କଣ ସୃଷ୍ଟି କରେ? ନା ବାୟୁ ତତ୍ଵ ସୃଷ୍ଟି କରେ ଅଗ୍ନିକୁ, ଅଗ୍ନି ତତ୍ଵକୁ। ଏବଂ ବାୟୁ ତତ୍ଵ କଣ ନଷ୍ଟ କରେ? ନା ପୃଥିବୀ ତତ୍ଵକୁ। ଠିକ ଅଛି? ଏଟା କ୍ଲିୟର ହେଇଗଲେ କି? ପ୍ରତ୍ୟେକ ତତ୍ଵ ଗୋଟେ ତତ୍ଵରୁ ସୃଷ୍ଟି ହୁଏ, ଗୋଟିଏ ତତ୍ଵରୁ ନଷ୍ଟ ହୁଏ। ପ୍ରତ୍ୟେକ ତତ୍ଵ ଗୋଟେ ତତ୍ଵକୁ ସୃଷ୍ଟି କରେ, ଗୋଟେ ତତ୍ଵକୁ ନଷ୍ଟ କରେ। ତେଣୁ ବାୟୁ କ୍ଷେତ୍ରରେ ବାୟୁ ତତ୍ଵଟି ଜଳ ତତ୍ଵରୁ ସୃଷ୍ଟି ହୁଏ, ଆକାଶ ତତ୍ଵରୁ ନଷ୍ଟ ହୁଏ। ବାୟୁ ତତ୍ଵ ଅଗ୍ନି ତତ୍ଵକୁ ସୃଷ୍ଟି କରେ ଏବଂ ପୃଥିବୀ ତତ୍ଵକୁ ନଷ୍ଟ କରେ। କ୍ଲିୟର? ତେଣୁ ଏ ବାୟୁ ତତ୍ଵ ବହୁତ ବହୁତ ବାୟୁ ତତ୍ଵର ଜେନେରାଲ ଗୋଟେ କଣ ଉପାଦେୟତା, ସେଇଟା ମୁଁ ଆପଣ ମାନଙ୍କୁ କ୍ଲିୟର କଲି। ଠିକ ଅଛି? ଏବେ ଏବେ ଆପଣ ମାନେ ବୁଝିପାରିଥିବେ ଯେ ବାୟୁ ତତ୍ଵର ଉପାଦେୟତା କେତେଟା, କେତେ ଆଉ କଣ। ତ ଆଜିର ଏଇ ସେସନଟା ଆମେ ଜାଣିଲେ ବାୟୁ ତତ୍ଵ ବିଷୟରେ। କାଲି ଆମେ ଜାଣିବା ଅଗ୍ନି ତତ୍ଵ ବିଷୟରେ। ଏବଂ ଯେତେବେଳେ ତତ୍ଵର ଟୋଟାଲ ସମ୍ପୂର୍ଣ୍ଣ ସରିଯିବ, ପଞ୍ଚତତ୍ଵ କିଏ କାହା ସହିତ ଲିଙ୍କ, କେମିତି ଭାବରେ ଲିଙ୍କ, ତାଙ୍କର ଗୁଣ କଣ, ସେଟା ବି ଆମେ କ୍ଲିୟର ହେଇଯିବା। ସ୍ଟେପ ବାଇ ସ୍ଟେପ ଯିବା, ସ୍ଲୋଲି ଯିବା, ଛୋଟ ଛୋଟ ଭିଡିଓ। ଆକୁ ଭଲସେ ମନେ ରଖନ୍ତୁ। ଆଗକୁ ଏଗୁଡାକ ବହୁତ କାମ ଦବ। ଏଇ ଜିନିଷ ହିଁ କାମ ଦବ ରିମେଡି କଲା ବେଳେ। ବାସ୍ତୁର ଯୋଉ ରିମେଡି କରାଯିବ, ଏଇ ଜିନିଷ ଗୁଡା ହିଁ ବହୁତ ମାତ୍ରାରେ କାମ ଦବ। ତେଣୁ ଯଦି କିଛି ଏଥିରେ କିଛି ଡାଉଟ ରହିନଥିବ, କାରଣ ଏଇଟା ଏତେ ବି କିଟିମିଟିଆ ଟପିକ ନୁହଁ। ତେଣୁ ଆଜିର ସେସନ ପାଇଁ ଏତିକି। କାଲି ଆମେ ପଢିବା ଅଗ୍ନି ତତ୍ଵ। ତ ଆଜି ସେସନ ପାଇଁ ଏତିକି। ସମସ୍ତଙ୍କୁ ପୁଣି ଥରେ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ